24 ବର୍ଷର ଶାସନ କାଳ ଭିତରେ ବିଜୁ ଜନତା ଦଳ କେବଳ 4ଟି ଶୀତଳ ଭଣ୍ଡାର କରିଛି। ଚାଷୀଙ୍କୁ କେବଳ ମିଛ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଦେଇ ବିତିଗଲା 24 ବର୍ଷ। ପୂର୍ବତନ କୃଷିମନ୍ତ୍ରୀଙ୍କ କହିବା ଅନୁସାରେ ରାଜ୍ୟରେ ସର୍ବମୋଟ 128ଟି ଶୀତଳ ଭଣ୍ଡାର ରହିଛି, ଯେଉଁଥିରୁ ସମବାୟ ସ୍ତରରେ 80ଟି ଶୀତଳ ଭଣ୍ଡାର ଅଚଳ ହୋଇପଡ଼ିଛି, ଆଉ ଅଳ୍ପ କେତୋଟି ହାତ ଗଣତିରେ କାର୍ଯ୍ୟକ୍ଷମ, ଯାହାର କ୍ଷମତା ସ୍ୱଳ୍ପ। ତେଣୁ ଚାଷୀଙ୍କର ଆବଶ୍ୟକତା ଅନୁସାରେ ସେତିକି ପର୍ଯ୍ୟାପ୍ତ ହେଉନାହିଁ, ଯାହାଫଳରେ ଧାନ ପନିପରିବା ସବୁ ନଷ୍ଟ ହେଉଛି ଓ ଶସ୍ୟର ଦରଦାମ ବେଲଗାମ ହେଉଛି, ଯାହାଫଳରେ ଚାଷୀ ସହିତ ଖାଉଟି ମଧ୍ୟ ବେଲଗାମ ଦରଦାମ ବୃଦ୍ଧିରେ ପେଶି ହୋଇଯାଉଛି। ପୂର୍ବ ସରକାରର ବିଫଳତା ଯୋଗୁଁ ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି। ଏହାର ପ୍ରଭାବ ସିଧାସଳଖ ଗରାଖଙ୍କ ଉପରେ ପଡ଼ୁଛି। କୃଷି ଓ କୃଷକଙ୍କ ପରିଶ୍ରମର ଫଳ ବର୍ଷ ଶେଷରେ ଧାନ ମଣ୍ଡିରୁ ହିଁ ବାରି ହୁଏ, କିନ୍ତୁ ରାଜ୍ୟରେ ବିଗତ ତଥା ବର୍ତ୍ତମାନର ପରିସ୍ଥିତି ଏବଂ ଚାଷୀଙ୍କ ଆଖିରେ ଲୁହ ପୂର୍ବ ସରକାରଙ୍କ ଅବ୍ୟବସ୍ଥାକୁ ପ୍ରଦର୍ଶିତ କରୁଛି। ମଣ୍ଡି ସମ୍ମୁଖରେ ଧାନ ସବୁ ପଡ଼ି ପଡ଼ି ନଷ୍ଟ ହେଲେ ଶୀତଳ ଭଣ୍ଡାରର ଚର୍ଚ୍ଚା ବଢ଼େ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ ଏସବୁର ସମାଧାନର ପନ୍ଥା ନୁହେଁ। 25 ବର୍ଷର ସରକାର ବାହାର କରିନଥିଲେ କାହିଁକି? 24 ବର୍ଷ ଶାସନ କାଳ ଭିତରେ କେବଳ ନିର୍ବାଚନ ସମୟ ଆସିଲେ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ମଣ୍ଡି ପ୍ରତିଷ୍ଠା କଥା ମନେ ପଡ଼େ। ପୁଣି ନିର୍ବାଚନ ସମୟ ସରିଗଲେ ସେହି କଥା ସମସ୍ତେ ଭୁଲିଯାଆନ୍ତି ଓ ସେଗୁଡ଼ିକ କେବଳ ପାଣିର ଗାର ହୋଇ ରହିଯାଏ। କିନ୍ତୁ ବାସ୍ତବରେ ବର୍ତ୍ତମାନର ସରକାର ପକ୍ଷେ 6 ମାସ ଭିତରେ ଶୀତଳ ଭଣ୍ଡାର ସ୍ଥାପନା ତ ଅସମ୍ଭବ। ତଥାପି ରାଜ୍ୟର 58ଟି ସବ୍ଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏହି ଶୀତଳ ଭଣ୍ଡାରଗୁଡ଼ିକ ପିପିପି ମୋଡ଼ରେ ନିର୍ମାଣ କରାଯିବ। ଯଦି ଆଉ ଶୀତଳ ଭଣ୍ଡାରର ଆବଶ୍ୟକତା ସରକାର ଅନୁଭବ କରନ୍ତି, ତେବେ ପିପିପି ମୋଡ଼ରେ ହାଇବ୍ରିଡ୍ କୋଲ୍ଡ ଷ୍ଟୋରେଜ୍ ନିର୍ମାଣ ପାଇଁ ଯୋଜନା କରାଯିବ ବୋଲି କେବି ସିଂହଦେଓ ସୂଚନା ଦେଇଛନ୍ତି। 2013ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ଶୀତଳ ଭଣ୍ଡାର ଏଯାଏଁ କାର୍ଯ୍ୟକ୍ଷମ ହୋଇନାହିଁ। ତେବେ ପୂର୍ବ ସରକାରଙ୍କ ଚାଷୀ ପ୍ରୀତି କେମିତି ଥିଲା ତାହା ଜଣାପଡ଼ୁଛି। ଏବଂ 2013ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ଶୀତଳ ଭଣ୍ଡାର ଏଯାଏଁ କାର୍ଯ୍ୟକ୍ଷମ ହୋଇନାହିଁ। ତେବେ ପୂର୍ବ ସରକାରଙ୍କ ଚାଷୀ ପ୍ରୀତି କେମିତି ଥିଲା ତାହା ଜଣାପଡ଼ୁଛି। ଏବଂ ତା'ର ଆଉ ଏକ ବଡ଼ ପ୍ରମାଣ ହେଉଛି ଚାଷୀଙ୍କ ଆୟ ଯେମିତିକୁ ସେମିତି ସ୍ଥିର ଥିଲା। ଋଣ ସୁଝି ନପାରି ଚାଷୀ ଆତ୍ମହତ୍ୟା କରୁଥିଲେ। ପଡ଼ୋଶୀ ରାଜ୍ୟରେ ଚାଷୀଙ୍କ ଆୟ ଦିନକୁ ଦିନ ବଢ଼ୁଥିବା ବେଳେ ଓଡ଼ିଶାରେ କିନ୍ତୁ ଚାଷୀ ହତାଶ ହେଉଥିଲେ। କାଳିଆ ବଳିଆ ଭଳି ରାଜ୍ୟ ସରକାରଙ୍କ ଅନେକ ଯୋଜନା ଥିଲେ ମଧ୍ୟ ଓଡ଼ିଶାରେ ଚାଷୀଙ୍କ ଆୟ ଆଖିଦୃଶିଆ ବଢ଼ୁନଥିଲା। ଏହାକୁ ଖୋଦ୍ ତତ୍କାଳୀନ କୃଷିମନ୍ତ୍ରୀ ଅରୁଣ ସାହୁ ମଧ୍ୟ ସ୍ୱୀକାର କରିଥିଲେ। ଗଞ୍ଜାମ ରାଜ୍ୟରେ ଚାଷୀଙ୍କ ପାଇଁ ସରକାର ଯୋଜନା ପରେ ଯୋଜନାର ବର୍ଷା କରିଚାଲିଥିଲେ। ହେଲେ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀର ଗୋଳନ୍ଥରା ଓ ଆମ୍ବପୁଆରେ ରହିଥିବା 2ଟି ଶୀତଳ ଭଣ୍ଡାର ଚାଷୀଙ୍କର କୌଣସି କାମରେ ଆସୁନଥିଲା ବୋଲି ଅଭିଯୋଗ ସାମ୍ନାକୁ ଆସିଥିଲା। ବର୍ଷସାରା ଚାଷ କରି ଅଭାବୀ ବିକ୍ରିର ଶିକାର ହେଉଥିଲେ ଚାଷୀ। ଶସ୍ତାରେ ପନିପରିବା ବିକି କ୍ଷତି ସହୁଥିବାର ମଧ୍ୟ ସେମାନେ ପୂର୍ବରୁ ଅଭିଯୋଗ କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ଚାଷୀ ପ୍ରୀତି କେମିତି ରହିଛି, ତା'ର ଆଉ ଏକ ବଡ଼ ଉଦାହରଣ ହେଉଛି ରାୟଗଡ଼ା ଜିଲ୍ଲାର ଶୀତଳ ଭଣ୍ଡାର। କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ଏହି ଶୀତଳ ଭଣ୍ଡାର ଛିଡ଼ା କରିଛନ୍ତି, ଯାହାର ନିର୍ମାଣ ଗତ 1998 ମସିହାରୁ ଆରମ୍ଭ ହେଲାଣି, ହେଲେ ଏଯାଏଁ କାର୍ଯ୍ୟକ୍ଷମ ହୋଇନାହିଁ। କିନ୍ତୁ 2013ରେ ଏହା ଉଦ୍ଘାଟନ ହେବା ପରଠୁ ରାୟଗଡ଼ା ଜିଲ୍ଲାର ଚାଷୀ ଏହି ଶୀତଳ ଭଣ୍ଡାର ଫାଇଦା ନେବାକୁ ଚାତକ ଭଳି ଚାହିଁ ବସିଛନ୍ତି, ହେଲେ ତାହା ଏଯାଏଁ ଚାଲୁ ହୋଇପାରିନାହିଁ। ବିଭିନ୍ନ ସମୟରେ ଚାଷୀ ଯେଉଁ ଅଭାବୀ ବିକ୍ରି ସମସ୍ୟାର ସାମ୍ନା କରୁଛି, ତାକୁ ଦୂର କରିବା ପାଇଁ ଶୀତଳ ଭଣ୍ଡାର ନିର୍ମାଣ କରାଯାଏ। ହେଲେ ରାୟଗଡ଼ାରେ ଥିବା ଏହି ଶୀତଳ ଭଣ୍ଡାର କ'ଣ ପାଇଁ ନିର୍ମାଣ ହୋଇଥିଲା? 2014 ନିର୍ବାଚନ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ 2013 ମସିହା ଫେବୃଆରୀ 4 ତାରିଖରେ ଉଦ୍ଘାଟନ କରିଥିଲେ। ଏହାପରେ ସ୍ଥାନୀୟ ଚାଷୀ ଭାବିଥିଲେ କିଛି ମାତ୍ରାରେ ତାଙ୍କ ଦୁଃଖ ଲାଘବ ହେବ, ହେଲେ ତାହା ହୋଇପାରିଲା ନାହିଁ। ଚାଷୀଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଗଲା। ନାନାଦି ସରୀସୃପଙ୍କ ଘର ପାଲଟି ଗଲାଣି ଏହି ଅର୍ଦ୍ଧନିର୍ମିତ ଶୀତଳ ଭଣ୍ଡାର, ଆଉ କୋଠା ଭିତରେ ବିରାଟ ଉଇହୁଙ୍କା ଠିଆ ହେଲାଣି। ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଶୀତଳ ଭଣ୍ଡାର ଭିତରେ ଲାଗିଥିବା ଯନ୍ତ୍ରପାତିର ଅବସ୍ଥା କ'ଣ ହୋଇଥିବ। ତେବେ ଦେଖିବାକୁ ଗଲେ ପୂର୍ବ ସରକାର ନିଜେ ସରକାର କା ମାଲ ଦରିଆ ମେ ଡାଲ ନୀତି ଆପଣାଇଥିଲେ। ରାଜ୍ୟରେ ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଧାନ କ୍ୱିଣ୍ଟାଲ ପିଛା 800 ଟଙ୍କା ଇନପୁଟ୍ ସବସିଡି, କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସମର୍ଥନ ମୂଲ୍ୟ 2300 ଟଙ୍କା ବ୍ୟତୀତ ମୋଟ ଏମ୍ଏସ୍ପି ବୃଦ୍ଧି କରି 3100 ଟଙ୍କା କରିଛନ୍ତି। ଧାନ କ୍ରୟ କରିବାର 48 ଘଣ୍ଟା ମଧ୍ୟରେ ଡିବିଟି ମାଧ୍ୟମରେ ଚାଷୀମାନଙ୍କୁ ଏହି ଟଙ୍କା ମିଳିଯାଉଛି। ଅଦିନିଆ ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତିରେ ପ୍ରଭାବିତ ଚାଷୀଙ୍କୁ ବର୍ତ୍ତମାନ ସରକାରଙ୍କ ତରଫରୁ ମିଳିଥିବା ଖବର ଆପଣଙ୍କୁ ଆଶ୍ୱସ୍ତି କରିବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, ଧାନ ନଷ୍ଟ ହୋଇଥିଲେ ସମସ୍ତଙ୍କୁ କ୍ଷତିପୂରଣ ମିଳିବ। ଯେଉଁ ଧାନ ଓଦା ହୋଇଯାଇଛି ସେମାନେ ଧାନକୁ ଶୁଖାଇବା ପରେ ମଣ୍ଡିରେ ବିକ୍ରି କରିପାରିବେ। ଏଥିପାଇଁ ସେମାନଙ୍କୁ ଅଧିକ ସମୟ ଦିଆଯିବ। ଖାଲି ସେତିକି ନୁହେଁ, ସମସ୍ତ ଚାଷୀଙ୍କ ଧାନ ସରକାର କିଣିବେ।
ଆବଶ୍ୟକ ସ୍ଥଳେ FAQ ମାନରେ କୋହଳ କରି କିଣିବାକୁ ମଧ୍ୟ ପ୍ରଶାସନକୁ କୁହାଯାଇଛି। ମନ୍ତ୍ରୀ ସୂଚନା ଦେଇଛନ୍ତି, ଧାନର ମାନ ଖରାପ ଥିଲେ ବି ରାଜ୍ୟ ସରକାର କିଣିବେ। ସେହିପରି ଚାଷୀର ଟୋକନ ଅବଧି ସରିଗଲେ ଆଉ ଅଧିକ 15 ଦିନ ମହଲତ ଦିଆଯିବ। ଏହି ପର୍ଯ୍ୟନ୍ତ ରାଜ୍ୟରେ 7.5 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇସାରିଲାଣି। 1.5 ଲକ୍ଷ ଚାଷୀ ନିଜ ଧାନ ବିକିଛନ୍ତି। 48 ଘଣ୍ଟା ଭିତରେ ସଭିଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି। ଏ ବାବଦରେ ଏଯାବତ୍ ମୋଟ 2100 କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଦିଆଯାଇଛି। ପାଗ ଖରାପ ଯୋଗୁଁ କେତେକ ଜାଗାରେ ମଣ୍ଡି ଖୋଲିବା ବିଳମ୍ବ ହେଉଛି। ଅଦିନିଆ ବର୍ଷା ହେଲେ ଚାଷୀ ଧାନ ମଣ୍ଡିକୁ ନେବା ବିଳମ୍ବ ହେବ। ଅନ୍ୟପଟେ ଚାଷୀଙ୍କୁ କ୍ଷତିପୂରଣ ଦେବା ନେଇ ପୁଣି ଥରେ ଦୃଢ଼ୋକ୍ତି ବାଢ଼ିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଝାରୀ। ସେ କହିଛନ୍ତି, ଅଦିନିଆ ବୃଷ୍ଟିପାତ ଜନିତ କ୍ଷୟକ୍ଷତି ପୂରଣ ପାଇଁ ସରକାର ପ୍ରସ୍ତୁତ। ରାଜସ୍ୱ ଓ କୃଷି ବିଭାଗ କ୍ଷୟକ୍ଷତି ଆକଳନ ଚଳାଇଛନ୍ତି। ଚାଷୀ ଆଦୌ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ସରକାର ଲୋକଙ୍କ ସାଙ୍ଗରେ ଅଛନ୍ତି। ଚାଷୀଙ୍କୁ ଆଶ୍ୱସ୍ତି ଦେଲେ ସରକାର।